ରଞ୍ଜିତ ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ଆଧୁନିକ ସିସି କ୍ୟାମେରା ପରି ଏ ମାଟି ଇତିହାସର ସନ୍ଧାନୀ ଆଖି ଘୋରି ବୁଲିଛି ଓଡ଼ିଶାର ଅତୀତ ସମୟର ସାଗର ବେଳାରେ। ସାଉଁଟି ଆଣିଛି କେତେବେଳେ ରକ୍ତ ରଞ୍ଜିତ କେତୋଟି ବାଲିଗରଡ଼ା ତ କେତୋଟି ଲୁହସିକ୍ତ ରୂପେଲି ଶାମୁକା। ତାକୁ ପୁଣି ସାଇତି ରଖିଛି ତା ହୃଦୟ ପୁସ୍ତକର ସାଧା କାଗଜରେ ଅଲିଭା କାଳିର ମଞ୍ଜୁଳ ହସ୍ତାକ୍ଷରରେ। ସେଇଥିରୁ ଗୋଟିଏ ପୃଷ୍ଠାରେ ରହିଛି ବିଧର୍ମୀ ଗାଜୀ ସୁଲତାନର ଓଡ଼ିଶା ଦେବାଳୟ ଉପରେ ଅକଥନୀୟ ଅତ୍ୟାଚାରର କାହାଣୀ। ଗାଜୀ ସୁଲତାନ ଓରଫ ଗାଜୀ ମିଆଁ ନାଏବ ନାଜିମ୍ ତକି ଖାଁର ଆଦେଶ, ଆଲ୍ଲା ତାଲାଙ୍କ ନିର୍ଦ୍ଦେଶ। ଓଡ଼ିଶାରେ ଦେବାଳୟ ଭାଙ୍ଗି ସେଇ ପଥରରେ ମସଜିଦ୍ ତୋଳା ହେବ। ସେମିତି ଗୁରୁ ଦାୟିତ୍ୱ ନେଇ ଓଡ଼ିଶା ଆସିଛି ଗାଜୀ ମିଆଁ। ଇତିହାସ ଯାହା କହେ ଗାଜୀ ମିଆଁ ଅତି ପ୍ରବଳ ପରାକ୍ରମୀ ପୁଣି ସାଧକ। ମନ୍ତ୍ର ବଳରେ ଚୋରି ବରାମଦ କରିବା, ଚୋରମାନଙ୍କ ସନ୍ଧାନ ଦେବା, ଦୁରାରୋଗ୍ୟ ବ୍ୟାଧିକୁ ଆରୋଗ୍ୟ କରିବା ପ୍ରଭୃତି ଅଲୌକିକ ସିଦ୍ଧିର ଅଧିକାରୀ। ତେଣୁ ତାର କରାମତି ପ୍ରବଳ। ଏଣେ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବ ଓରଫ ହଫିଜ କାଦର ବେଗ ବିଧର୍ମୀ ଯବନ ତକି ଖାଁର ଭିଣୋଇ। ତେଣୁ ଗାଜୀ ଖାଁ ବିରୁଦ୍ଧରେ ଟିପ ଉଠେଇବାର ସତ୍ସାହସ କାହାର ବା ଅଛି? ତୁଣ୍ଡ ଖୋଲିଲେ ମୁଣ୍ଡ ରହିବନି। ଗାଜୀ ସୁଲତାନ ବେଗଙ୍କ ହିଂସ୍ର ଦୃଷ୍ଟି ପଡ଼ିଲା କାହା ଉପରେ? କେଉଁ ମନ୍ଦିର ପ୍ରଥମେ କବଳିତ ହେଲା? ଗାଜୀ ମିଆଁର ଧ୍ୱଂସମୁଖୀ ମନୋଭାବର କରାଳ ହସ୍ତରେ? ପୃଷ୍ଠା ଖୋଲି ଦେଖିବା ଇତିହାସ କ'ଣ କହୁଛି। ସିଂହଳ ବ୍ରହ୍ମପୁର ଗାଁର ଦଧିବାମନ ମନ୍ଦିର। ସେହିଠାରେ ପ୍ରଥମେ ଜଗନ୍ନାଥଙ୍କ ଇସତ୍ କୃଷ୍ଣାଭ ଦାରୁ କାଠର ସନ୍ଧାନ ମିଳିଥିଲା। ବିଶର ମହାନ୍ତି ଚୋରାଇ ଆଣିଥିବା ମହାବ୍ରହ୍ମଙ୍କୁ ବିଗ୍ରହ ନିର୍ମାଣ କରି ସଂସ୍ଥାପନ କରିବା ପାଇଁ। ତାହାର ସ୍ମାରକୀ ସ୍ୱରୂପ ରାମଚନ୍ଦ୍ର ଦେବଙ୍କ ଆଦେଶରେ ସେହିଠାରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ଗ୍ରାମ ଓ ଦଧିବାମନଙ୍କ ମନ୍ଦିର। ସେଦିନର ସ୍ମାରକୀ ଆଜି ଯବନ କବଳରେ। ବିଧର୍ମୀ ଯବନ କାହିଁକି ବା ଚିନ୍ତା କରିବ ଓଡ଼ିଶାର ଅତୀତ ଗୌରବର କଥା? ସେ ଆଦିଷ୍ଟ ହୋଇଛି ମନ୍ଦିର ଭାଙ୍ଗି ମସଜିଦ୍ ତୋଳିବ। ତେଣୁ ତାର ପ୍ରଥମ ଆକ୍ରମଣ ବ୍ରହ୍ମପୁର ଗ୍ରାମର ଦଧିବାମନଙ୍କ ମନ୍ଦିର ଉପରେ। ଗାଜୀ ସୁଲତାନ ବେଗ ଗୋटे ଦଳଖିଆ ତଟୁ ଘୋଡ଼ା ଉପରେ ବସି ଦେଖୁଛି ଦେଉଳ ଭଙ୍ଗା ଦୃଶ୍ୟ। ପ୍ରାୟ 100 ଜଣ ସରିକି ଦେଉଳ ଭଙ୍ଗାଳି ଦେଉଳ ଦେହରେ ସାବେଳି ଚୋଟ ମାରି ମାରି ନୟାନ୍ତ। ମନ୍ଦିରର ବାହାର ବେଢ଼ା ମେଘନାଦ ପାଚେରୀର ପଶ୍ଚିମ ପଟ ପୂରାପୂରି ଭଙ୍ଗା ସରିଛି।
କୁଢ଼ କୁଢ଼ ବଉଳମାଳିଆ ପଥର ଏଠି ସେଠି ସ୍ତୂପୀକୃତ ହୋଇ ଏକ ପ୍ରାଚୀନ ଭଗ୍ନାବଶେଷର ଭ୍ରମ ସୃଷ୍ଟି କରୁଛି। ବାହାର ବେଢ଼ା ଭାଙ୍ଗିସାରି ଗାଜିମିଆଁ ଆଦେଶ ଦେଇଛି ମନ୍ଦିର ଉପରେ ଆକ୍ରମଣ କରିବାକୁ। ସେ କ'ଣ ଜାଣିଥିଲା ମନ୍ଦିର କାନ୍ଥେନି ଏତେ ଶକ୍ତ ବୋଲି? ସେ ଭାବିଥିଲା 100ଟା ହାତର ସାବେଳି ଚୋଟରେ ମନ୍ଦିର ଏକା ମାଡ଼କେ ଭୂମିସାଇ ହୋଇଯିବ। ମାତ୍ର କି ଆଶ୍ଚର୍ଯ୍ୟ, ଯେତେ ମାଡ଼ ଦେଲେ ବି ମନ୍ଦିର ଚଙ୍କୁନି। ସାବେଳିଆମାନେ ସାବେଳି ପ୍ରହାର କ୍ଳାନ୍ତିରେ ଉଣା ପଡ଼ି ଆସିଲେ ଗାଜିମିଆଁ ପାଗଳ ପରି ଚିତ୍କାର କରି ଉଠୁଥିଲା, ଆଲ୍ଲାହୁ ଆକବର। ଦେଉଳ ଭଙ୍ଗାଳିମାନେ ପୁଣି ତେଜି ଉଠୁଥିଲେ ଗାଜିମିଆଁର କୁହାଟରେ। ତାର ଭୟଙ୍କର ଶବ୍ଦରେ ସିଂହଳ ବ୍ରହ୍ମପୁର ଗାଁର ବାଉଁଶ ବଣଘେରା ନିଷ୍ପନ୍ଦ ପରିବେଶ ଯେପରି ଆର୍ତ୍ତନାଦ କରି ଉଠୁଥିଲା। ମନ୍ଦିରଠାରୁ ନିରାପଦ ଦୂରରେ ଶହ ଶହ ଦେଖଣାହାରୀ, ଖୁବ୍ ଅସହାୟ ସେମାନେ। ଦୃଷ୍ଟିରେ ଥିଲା ଶୂନ୍ୟତା ଓ ଭୀତି। ମନ୍ଦିର ଦେହରେ ପ୍ରତି ସାବେଳି ମାଡ଼ ସେମାନଙ୍କ ହୃତ୍ପିଣ୍ଡର କୋମଳତମ ଅଂଶରେ ହାତୁଡ଼ି ପ୍ରହାର ପରି ପିଟି ହେଉଥିଲା। ମୁହଁର ରେଖା ସବୁ ଯନ୍ତ୍ରଣାରେ କୁଞ୍ଚିତ, ଆଖି ବାଷ୍ପାକୁଳ, ଅଥଚ ପ୍ରତିରୋଧ କରିବା ପାଇଁ କାହାର ସାହସ ନଥିଲା। କେତେ କାଳର କୀର୍ତ୍ତି ଧୂଳିସାତ ହେଇଯାଉଛି ସାବେଳି ମାଡ଼ରେ। ମନ ଭିତରୁ ଉଠୁଥିଲା ଆର୍ତ୍ତନାଦ, କିନ୍ତୁ ସେ ଆର୍ତ୍ତନାଦ ବାହାରକୁ ଆସିପାରୁନଥିଲା। ସମସ୍ତଙ୍କ କାନ ଯେମିତି ତାବ୍ଦା ହେଇଯାଇଥିଲା ସେ ଆର୍ତ୍ତ ଚିତ୍କାର ଶୁଣିବା ପାଇଁ। ବାହାରେ ପ୍ରକାଶ କରିବାର ସାହସ ବି ନଥିଲା। ପଶ୍ଚିମ ଆକାଶରେ ଅପରାହ୍ନର ସୂର୍ଯ୍ୟ ଢଳି ପଡ଼ିଲେଣି। ଦେଉଳ ଭଙ୍ଗାଳିମାନେ ଦେଉଳ ଦେହରେ ସାବଳି ପାହାର ପିଟି ପିଟି ନୟାନ୍ତ ହୋଇସାରିଲେଣି। ମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ ଯେଉଁଠି କର୍ପୂରଠାରୁ ଗୋଟିଏ ଫାଟ ସାପେଇ ସାପେଇ ଅଙ୍କା ବଙ୍କା ହେଇ ବାଡ଼ି ତଳ ପର୍ଯ୍ୟନ୍ତ ଲମ୍ବି ଆସିଥିଲା, ସେଠାରେ ସାରା ଦିନ ନିର୍ଧୁମ ସାବେଳି ମାଡ଼ ପରେ ବାହାର ପଥର କେତେ ଖଣ୍ଡ କେବଳ ଭାଙ୍ଗି ତଳେ ଖସି ପଡ଼ିଥିଲା। ସାବେଳି ମାଡ଼ ଶବ୍ଦରେ ଦେଉଳର ପାରା ବସା ଉପରୁ ଶହ ଶହ ପାରା ନରେନ୍ଦ୍ର ପୁଷ୍କରିଣୀ ଉପରେ, ଗୁଣ୍ଡିଚା ଦେଉଳର ଚାରିପଟେ, ଆଉ କେତେବେଳେ ବା ଦୂର ପଡ଼ିଆ ଧାନ କ୍ଷେତ ଉପରେ ଚକ୍କର କାଟି ଉଡ଼ି ଉଡ଼ି ପୁଣି ଦଳ ଦଳ ହୋଇ ଦେଉଳ ଚୂଡ଼ା ଉପରକୁ ଫେରୁଥିଲେ। ସେମାନଙ୍କର ଦମ୍ଭ ଓ ବିଶ୍ୱାସ ଯେପରି ଫେରି ଆସିଥିଲା ଯେ ଲକ୍ଷ୍ୟ ସାବେଳି ଚୋଟରେ ସୁଦ୍ଧା ଭକ୍ତି ଓ ବିଶ୍ୱାସର ଏ ଅଚଳାୟତନ ଭାଙ୍ଗିବାର ନୁହେଁ। ପାରାମାନଙ୍କର ବକମ୍ ବକମ୍ ଶବ୍ଦରେ ଯେପରି ଦେଉଳ ଭଙ୍ଗାଳିମାନଙ୍କର ତୁଚ୍ଛ ଆସ୍ଫାଳନ, ଆୟାସ ପ୍ରତି ଏକ ତୁଚ୍ଛ ଉପହାସ ଫୁଟି ଉଠୁଥିଲା। ଦେଉଳ ଭଙ୍ଗାଳିମାନେ ମନ୍ଦିର ବାଡ଼ ଭାଙ୍ଗିବା ପାଇଁ ସମର୍ଥ ନଥିଲେ। ସେମାନେ ଆଗେଇ ଆସିଲେ ମନ୍ଦିରର ପାର୍ଶ୍ୱ ଦେବତାଙ୍କୁ ଭାଙ୍ଗିବା ପାଇଁ, ଆଉ ଆରମ୍ଭ କରିଦେଲେ ସାବେଳି ମାଡ଼। ଅଷ୍ଟଭୁଜା ଦୁର୍ଗାଙ୍କର 4ଟି ଭୁଜ ଅଧାରୁ ଭାଙ୍ଗି ତଳେ ପଡ଼ିଗଲା। ଆବଡ଼ା ଖାବଡ଼ା ହେଇଗଲା ଗଣେଶଙ୍କର ଲମ୍ବୋଦରଟି। ଶୁଣ୍ଢଟି ମଧ୍ୟ ଅଧାରୁ ଭାଙ୍ଗିଗଲା। ବରାହଙ୍କ ଉତ୍ତାନ ପାଦଟି ଆଣ୍ଠୁଠାରୁ ତଳକୁ ଖସି ପଡ଼ିଥିଲା। କି ବିଭତ୍ସ ଏଇ ଦୃଶ୍ୟ! ସୂକ୍ଷ୍ମ କାରୁକାର୍ଯ୍ୟ ଭରା ମନ୍ଦିରର ଆଜି ଏ କି ବିଭତ୍ସ ରୂପ! ଦେଉଳ ଭଙ୍ଗାଳିଙ୍କ ଆକ୍ରମଣ ସତ୍ତ୍ୱେ ସିଂହଦ୍ୱାର ନିବୁଜ କରି ପୂଜକମାନେ କେତେକ ଦେବନୀତି ବଢ଼ାଇଥିଲେ। ସନ୍ଧ୍ୟା ପହଡ଼ ପାଇଁ ସେମାନେ ଆଉ ଭରସି ପଶିପାରି ନଥିଲେ। ହଁ, ଗାଜୀ ସୁଲତାନ ବେଗଙ୍କ
ମାନସିକ ପ୍ରତିକ୍ରିୟା ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ନା? ହିନ୍ଦୁ ମନ୍ଦିର ଧ୍ୱଂସ କରିବା ପାଇଁ ସତେ ଯେମିତି ତାର ଜନ୍ମ। ଧର୍ମ ବିଦ୍ୱେଷୀ ଯବନ ଏ ପରିସ୍ଥିତିରେ ଆନନ୍ଦିତ ହେଉଥିବ ନିଶ୍ଚୟ। ତଟୁ ଘୋଡ଼ା ଉପରେ ଭେକୁଣ୍ଟିଆ ହୋଇ ମାଡ଼ି ବସିଥିବା ଗାଜି ମିଆଁର ରୂପ ଥିଲା ଭୟଙ୍କର। ସତେ ଯେମିତି ବିନାଶ ପାଇଁ ମହାକାଳ ସଦେହରେ ଉଭା ହେଇଛନ୍ତି। ସେ ରହି ରହି କୁହାଟ ଛାଡ଼ି କହୁଥିଲା, ଜୋର ସେ ମାରୋ और जोर से अल्लाह अकबर। ଗୋଟିଏ କଳା ଆଲଖାଲ୍ଲା ତାର ବେକଠୁ ପାଦ ପର୍ଯ୍ୟନ୍ତ ଲମ୍ବି ଥିଲା। ମଣିଷ ତ ନୁହେଁ, ସାକ୍ଷାତ ଯମ। ବେକରେ ନାଲି ନେଳି ପଥରର କେଇସରୀ ମାଳି ଅପରାହ୍ନର ଆଲୋକରେ ଝଲିସି ଉଠୁଥିଲା। ଅଣ୍ଟାରେ ଝୁଲୁଥିବା ଖଣ୍ଡା ପଟକ ବି ଚକଚକ୍ କରୁଥିଲା। ଦେଉଳ ଭଙ୍ଗାଳୀମାନଙ୍କର ସ୍ତିମିତ ସାବେଳି ପାହାର ପୁଣି ତେଜି ଉଠିଲା ଗାଜିମିଆଁର କୁହାଟରେ। ଦେଖଣାହାରୀମାନେ ଭୟାର୍ତ୍ତ ଦୃଷ୍ଟିରେ ଚାହିଁ ଦେଖିବା ଛଡ଼ା ପ୍ରତିରୋଧ କରିବାର ଶକ୍ତି ନଥିଲା କାହାରି। ସାରା ଦିନର ସାବେଳି ଚୋଟରେ ମନ୍ଦିର ତଥାପି ଅକ୍ଷତ। ଗାଜିମିଆଁର ମୁଣ୍ଡକୁ ରକ୍ତ ଚଢ଼ିଗଲା। ଦେଉଳ ଶିଖର ଉପରେ ଚଢ଼ି ସେଇଠାରେ ମନ୍ଦିର ଭାଙ୍ଗିବା ପାଇଁ କୁହାଟ ଛାଡ଼ି ନିର୍ଦ୍ଦେଶ ଦେଉଥିଲା ସେ। ଗାଜିମିଆଁର କୁହାଟରେ ଉତ୍ତେଜିତ ହୋଇ ଉଠିଲା ଜାହାବାଜପୁର ଗାଁର ଫକୀର ମିଆଁ। ଦେଉଳ ବାଡ଼ର ଖୋଲମାନଙ୍କରେ ପାଦ ଟିପ ରଖି ଶିଖର ଉପରକୁ ଚଢ଼ିବା ପାଇଁ ଆରମ୍ଭ କରୁଥିଲା। ତାକୁ ଦେଖି ଆଉ କେତେଜଣ ମଧ୍ୟ ଲମ୍ପଝମ୍ପ ଦେଲେ। ହେଲେ ମନ୍ଦିରର ଖସଡ଼ା ଶିଉଳିରେ ସେମାନଙ୍କ ପାଦ ଖସି ଆସୁଥିଲା। ଫକୀର ମିଆଁ କିନ୍ତୁ ଘଡ଼ ଚକଡ଼ା ଉପରକୁ ଉଠି ସାରିଥିଲା। ଦଳଖିଆ ତଟୁ ଘୋଡ଼ା ଉପରୁ ଗାଜିମିଆଁ କୁହାଟୁଥିଲା, ସାବାସ୍ ସାବାସ୍। ଫକୀର ମିଆଁ ଆଖେଇଥିଲା ଦେଉଳ କର୍ପୂରୀ ଉପରେ କଳସ ଆଡ଼େ। କଳସ ଉପରେ ନୀଳଚକ୍ର ଓ ସୁଦର୍ଶନ ଲାଞ୍ଛିତ ପତାକା। ଇତିହାସର ଶତ ଦୁର୍ଗତି ଓ ବିଲୟ ମଧ୍ୟରେ ତାହା ଏ ଜାତିର ଅପରାଜୟ ବିଜୟ କେତନ। ଫକୀର ମିଆଁର ସାବେଳି ଚୋଟରେ ତାହା ଭାଙ୍ଗି ଭୁଷୁଡ଼ି ପଡ଼ିବ ଏକଥା ସହି ପାରୁନଥିଲେ ଦେଖଣାହାରୀମାନେ। ପ୍ରଥମେ କଳସଟାକୁ ଭାଙ୍ଗିଦେଲେ ଦେଉଳ ଭାଙ୍ଗିବା ସହଜ ହେବ। ଦନ୍ତା ହନୁ ପରି ଫକୀର ମିଆଁ ଉଠୁଥିଲା କର୍ପୂରୀ ଉପରକୁ। ଅଳ୍ପକରେ ପହଞ୍ଚିଯିବ କଳସ ପାଖରେ। ତାପରେ କ'ଣ ଶେଷ ହେଇଯିବ? ବିଧିର ବିଧାନ କିନ୍ତୁ ମଣିଷର ଇଚ୍ଛାଠାରୁ ଭିନ୍ନ। ଅତୀତର ବହୁ ଅତ୍ୟାଚାର ଓ ପୀଡ଼ନ ମଧ୍ୟରେ ଦେଖଣାହାରୀଙ୍କ ମନୋବଳ ଭାଙ୍ଗି ଯାଇଥିଲା। ଆଙ୍ଗୁଠିଟିଏ ଉଠାଇବାକୁ ସୁଦ୍ଧା କାହାରି ସାହସ ନଥିଲା। ଅଥଚ ଫକୀର ମିଆଁ ଏବଂ ତା ସାଙ୍ଗରେ ଶାବଳ ହାତୁଡ଼ି ଧରି ପିମ୍ପୁଡ଼ି ଘେରିବା ପରି ଦେଉଳ ଭାଙ୍ଗିବା ପାଇଁ ଘେରି ରହିଥିଲେ ସେମାନେ ଯେ କେବେ ଧର୍ମ ନାମରେ ଏପରି ପାଷାଣ୍ଡ ହୋଇପାରନ୍ତି, ଏ ଭାବନା ସେମାନଙ୍କ କଳ୍ପନା ଭିତରେ ନଥିଲା। ଯେଉଁଦିନୁ ଗାଜିମିଆଁ ପୟଗମ୍ବର ହେଇ ଏ ଅଞ୍ଚଳକୁ ଆସି ଏକ ମଦ୍ରାସା ଖୋଲିଲା ଏବଂ ମସଜିଦ ବସାଇବା ପାଇଁ ନାଏବ ନାଜିମ ତକି ଖାଁର ସମର୍ଥନ ଆଉ ପିପିଲି ଫୌଜଦାରର ସାହାଯ୍ୟ ପାଇଲା, ସେଇଦିନୁ ଏ ଅଞ୍ଚଳର ସାମାଜିକ ଜୀବନରେ ଆସିଲା ପରିବର୍ତ୍ତନ। ଯେଉଁ ଫକୀର ମିଆଁ ସବୁ ବର୍ଷ ଚନ୍ଦନ ଯାତବେଳେ ବାଣ ରୋଷଣୀରେ ବାହାଦୁରୀ ଦେଖାଏ, ସେ ଆଜି ସେଇ ଠାକୁରଙ୍କ ମନ୍ଦିର ଭାଙ୍ଗିବା ପାଇଁ ତୟାର। ତା ମୁଣ୍ଡକୁ ଯେମିତି ଭୂତ ସବାର ହେଇଛି। ଦେଉଳ ଚୂଡ଼ା ଉପରୁ ସେ ବିକୃତ ସ୍ୱରରେ କୁହାଟୁଥିଲା, ଆବେ ନିଚେ ଖଡ଼ା ହୋକେ କ୍ୟା ଦେଖତା ମ, ସାବଳି ଏକ ଠୋଲିଆ ମ। ଫକୀର ମିଆଁ କୁହାଟ ଶୁଣି ଫଏଜ ମିଆଁ ଗୋଟିଏ ସାବଳି ଧରି ତଳୁ ବାଡ଼ା ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛି। ଠିକ୍ ଏତିକି ବେଳେ ଅକା ବଜ୍ର ପରି
କେଉଁ ଆଡ଼ୁ ତୀରଟିଏ ଆସି ଫକୀର ମିଆଁର ପଞ୍ଜର ଫୁଟାଇ ଭେଦିଗଲା। ଗଛ କାଟିଲା ପରି ସେ ତଳକୁ ଖସି ପଡ଼ିଲା। ସରାଘାତରେ ଗାଜି ମିଆଁ ତଟୁ ଘୋଡ଼ା ଉପରୁ ତଳେ ପଡ଼ି ଛଟପଟ ହେଉଥିଲା। ଆଖି ପିଛୁଳାକେ କ'ଣ କୁଆଡ଼େ ସବୁ ଓଲଟ ପାଲଟ ହେଇଗଲା। ବର୍ଷା ପରି ସର ସବୁ ଦେଉଳ ଭଙ୍ଗାଳୀଙ୍କ ଉପରେ ବୃଷ୍ଟି ହେଉଥିଲା। ତା ସାଙ୍ଗରେ ଝଡ଼ର ନିର୍ଘୋଷ ପରି ଶୁଭୁଥିଲା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁହୂର୍ତ୍ତକ ମଧ୍ୟରେ ସେଠି ସୃଷ୍ଟି ହେଲା ମହାଶ୍ମଶାନର ଦୃଶ୍ୟ। ସବୁ ସୁନସାନ ହେଇଗଲା। ବାଉଁଶ ଝାଡ଼ ଭିତରେ ଲୁଚି ବସିଥିବା କେତେଜଣ ପଠାଣ ବାହାରି ଆସି ଫକୀର ମିଆଁ ଓ ଆଉ ଜଣେ ପଠାଣର ଶବ ଦେହକୁ ସନ୍ତର୍ପିତ ଶ୍ରଦ୍ଧା ଓ ଭକ୍ତିରେ ଗାଜି ମିଆଁର ଲାଶ ପାଖକୁ ଉଠାଇ ଆଣିଲେ। ମନ୍ଦିର ବେଢ଼ାଠାରୁ ଅଳ୍ପ ଦୂରରେ ଅନ୍ଧାର ଭିତରେ 3ଟି କବର ଖୋଳିଲେ। ପ୍ରଥମେ ଗାଜି ମିଆଁର ଶବକୁ ମଝି କବରରେ ରଖି ମାଟି ଘୋଡ଼େଇ ଦେଲେ। ତାପରେ ଅନ୍ୟ 2ଟି ଶବକୁ ଗାଜି ମିଆଁର 2 ପାଖରେ କବର ଦେଇ ତା ଉପରେ ମନ୍ଦିର ବେଢ଼ା ପଶ୍ଚିମ ପାଖ ପାଚେରୀରୁ ପଡ଼ିଥିବା ବଉଳମାଳିଆ ପଥର ଆଣି ତା ଉପରେ ଚଟା ପାରିଲେ। ଗାଜି ମିଆଁର କବରଟି ଅପେକ୍ଷାକୃତ ବଡ଼ ଥିଲା। କବର ଖୋଳାଳିମାନେ ମାଟି ଉପରେ ଆଣ୍ଠୁ ମାଡ଼ି ବସି 2 ହାତ ଅଞ୍ଜଳିବଦ୍ଧ କରି ଆକାଶକୁ ଚାହିଁ ପ୍ରାର୍ଥନା କଲେ ଓ ଶହୀଦମାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ଅଦୃଶ୍ୟ ହୋଇଗଲେ। ତାପରେ ଗାଜି ମିଆଁ ସମସ୍ତଙ୍କ ଦୃଷ୍ଟିରେ ଗାଜି ସାହେବ ପୀର ପାଲଟିଗଲେ। ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ଦିଆଗଲା ଯେ ଗାଜି ପୀରଙ୍କ ନାଁ ଧରି ଖୋଜିଲେ ହଜିଲା ଗୋରୁଠାରୁ ଚୋରି ଯିବା ମାଲ ପର୍ଯ୍ୟନ୍ତ ସବୁ ମିଳିଯାଏ। ଏହା ସପକ୍ଷରେ କିଏ କେତେ ପ୍ରକାର ନଜିର ବାଢ଼ି ବସିଲେ। କେହି ହିନ୍ଦୁ ତାଙ୍କ କବର ଉପରେ ସିନ୍ଦୁର ବୋଳି ଧୂପକାଠି ଜାଳିଦେଲା ତ କେହି ମୁସଲମାନ କବର ଉପରେ ଚାନ୍ଦୁଆ ରଖି ଦୀପ ଜାଳି 2 ଆଣ୍ଠୁ ପକାଇ ଦୁଆ ମାଗିଲା। ପୀରେ ରୋଶନ ଅଲି ବୁଖାରଙ୍କ ଶିଷ୍ୟ ଥିଲେ ନୈଷ୍ଠିକ ମୁସଲମାନ ଗାଜି ମିଆଁ। ହିନ୍ଦୁମାନେ ଧର୍ମରାଜ ଅଲି ବୁଖାରଙ୍କ ସମାଧିକୁ କ୍ରମେ ଏକ ପବିତ୍ର ପୀଠରେ ପରିଣତ କରିଦେଇଥିଲେ। ସେହିପରି ଗାଜି ମିଆଁଙ୍କ ସମାଧିପୀଠ ପୀର ପୀଠ ରୂପେ ହିନ୍ଦୁ ମୁସଲମାନ ଉଭୟଙ୍କ ଦୃଷ୍ଟିରେ ଧର୍ମପୀଠ ବନିଗଲା। ତା ଭିତରେ କେତେ କ'ଣ ଘଟିଯାଇଛି, ସବୁ ବର୍ଣ୍ଣନା କରିବା ତ ସହଜ ନୁହେଁ। କିନ୍ତୁ ସବୁ ଘଟଣାକୁ ଟିକନିକ ଭାବରେ ଧରି ରଖିଛି ଏ ମାଟିର ଇତିହାସ। ଆମେ ଖୋଲିବା ସେ ଇତିହାସର ପୃଷ୍ଠା ଆଉ ଜାଣିବା ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ମୁସଲମାନ ଆକ୍ରମଣର ଲହୁ ଲୁହବୋଳା କାହାଣୀ ସମ୍ପର୍କରେ।